ଆଜିର ଏହି ଡିପ୍ ଡାଇଭ୍ ଆଲୋଚନାକୁ ସ୍ୱାଗତ। ଆଜି ଆମେ ଏମିତି ଏକ ବିଷୟ ଉପରେ କଥା ହେବା ଯାହା ବର୍ତ୍ତମାନ ସମୟରେ ଖୁବ୍ ଜରୁରୀ। ମାନେ ଆଜିର ଯୁବପିଢ଼ି ବିଶେଷ କରି 15ରୁ 24 ବର୍ଷର ପିଲାମାନଙ୍କ କଥା ଦେଖନ୍ତୁ। ସେମାନଙ୍କ ପାଖରେ ପୃଥିବୀର ସବୁଠାରୁ ଉନ୍ନତ ଟେକ୍ନୋଲୋଜି ଅଛି, କିନ୍ତୁ ସେମାନେ ଭାବନାତ୍ମକ ସ୍ତରରେ ବହୁତ ଦୁର୍ବଳ ହୋଇପଡ଼ୁଛନ୍ତି। ସେଇଆ ତ। ଗୋଟେ ଆଶ୍ଚର୍ଯ୍ୟର କଥା ହେଉଛି ସେମାନେ ପରିଚୟହୀନତାର ସବୁଠାରୁ ବଡ଼ ଶିକାର ହେଉଛନ୍ତି। ଆମ ଆଧୁନିକ ଶିକ୍ଷା କେବଳ କେମିତି ରୋଜଗାର କରିବାକୁ ହେବ ସେଇଟା ଶିଖାଉଛି, କିନ୍ତୁ ବଞ୍ଚିବାର କଳା ଯେମିତି ସମ୍ପୂର୍ଣ୍ଣ ଭୁଲି ଯାଇଛି। ଆଉ ଆମ ପାଖରେ ଥିବା ତଥ୍ୟ ଅନୁସାରେ ଏହାର ଗୋଟେ ବହୁତ ସୁନ୍ଦର ସମାଧାନ ବାହାରିଛି। ହଁ, ଏହା ସମ୍ପୂର୍ଣ୍ଣ ସତ୍ୟ କଥା। ଜାତୀୟ ଶିକ୍ଷା ନୀତି ବା NEP 2020ର ମୂଳ ଲକ୍ଷ୍ୟ ହେଉଛି କେବଳ ବହି ପଢ଼ା ନୁହେଁ, ଏହା ଏକ ସାମଗ୍ରିକ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦେଉଛି। ଆଉ ଏହି ମାନସିକ ସ୍ୱାସ୍ଥ୍ୟ ସଙ୍କଟରୁ ମୁକୁଳିବା ପାଇଁ ବାଳହିତ୍ ନାମକ ଏକ ପ୍ରୋଗ୍ରାମ ତିଆରି ହୋଇଛି, ଯାହା ଭାରତୀୟ ଜ୍ଞାନ ପ୍ରଣାଳୀ ଉପରେ ଆଧାରିତ। ଆଚ୍ଛା, ଏଇ ବାଳହିତ ପାଠ୍ୟକ୍ରମର 4ଟି ସ୍ତମ୍ଭ ବିଷୟରେ ଆମ ଉତ୍ସଗୁଡ଼ିକରେ ବହୁତ କିଛି ଲେଖାଯାଇଛି। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ଯେଉଁ ପିଲାମାନଙ୍କର ଧ୍ୟାନ ସବୁବେଳେ ଇନଷ୍ଟାଗ୍ରାମ ରିଲ୍ସରେ ରହୁଛି, ସେମାନଙ୍କୁ ହଠାତ୍ ଉପନିଷଦ ଆଉ ଯୋଗସୂତ୍ର ବୁଝାଇବା ଟିକେ ଅସମ୍ଭବ ଲାଗୁନି କି? ବୁଝିଲେ ତ, ଏଠି ସିଧାସଳଖ ଶ୍ଲୋକ ଘୋଷିବାକୁ ଆଦୌ କୁହାଯାଉନି। ପ୍ରାଚୀନ ଦର୍ଶନକୁ ଆଧୁନିକ ମନୋବିଜ୍ଞାନ ସହ ଖୁବ୍ ସୁନ୍ଦର ଭାବେ ଯୋଡ଼ାଯାଇଛି। ପ୍ରଥମ ସ୍ତମ୍ଭ ନେଉଛି ବୀର ବିଦ୍ୟାର୍ଥୀ, ଯାହା ଗୀତାର କର୍ମଯୋଗ ଉପରେ ଆଧାରିତ। ମାନେ ଫଳାଫଳର ଚିନ୍ତା ନ କରି କେବଳ ନିଜ କାମ ବା ପଢ଼ିବା ଉପରେ ଧ୍ୟାନ ଦେବା। ବିଲକୁଲ। ଯେତେବେଳେ ଛାତ୍ରଟି କେବଳ ପଢ଼ାରେ ଧ୍ୟାନ ଦିଏ, ତାର ମାନସିକ ଚାପ ଆପେ ଆପେ କମିଯାଏ। ଦ୍ୱିତୀୟ ସ୍ତମ୍ଭ ହେଉଛି ଅବିଚଳ ବିଦ୍ୟାର୍ଥୀ। ଏହା ପ୍ରାୟୋଗିକ ଯୋଗସୂତ୍ର ବ୍ୟବହାର କରି ମସ୍ତିଷ୍କକୁ ନିୟନ୍ତ୍ରଣ କରିବା ଶିଖାଏ। ଓହୋ, ତାମାନେ ଏଇ ଯୋଗସୂତ୍ରଗୁଡ଼ିକ ଏକ ପ୍ରକାର ଡିଜିଟାଲ ବିକ୍ଷେପର ଆଣ୍ଟିଡୋଟ୍ ଭଳି କାମ କରୁଛି। ଖୁବ୍ ବଢ଼ିଆ। ବାକି 2ଟି ସ୍ତମ୍ଭ କ'ଣ ତାହେବେ? ତୃତୀୟଟି ହେଉଛି ଜାଗ୍ରତ ବିଦ୍ୟାର୍ଥୀ, ଯାହା ଅହଙ୍କାର ନାଶ କରି ଆତ୍ମାକୁ ଚିହ୍ନିବାରେ ସାହାଯ୍ୟ କରେ। ଆଉ ଚତୁର୍ଥଟି ହେଉଛି ଲକ୍ଷ୍ୟନିଷ୍ଠ ବିଦ୍ୟାର୍ଥୀ, ଯାହା ଏକ ନୈତିକ ତଥା ପେଶାଦାର ନେତୃତ୍ୱ ଗଠନ କରେ। ଏହି 4ଟା ସ୍ତମ୍ଭ ପିଲାଙ୍କୁ ଭିତରୁ ସୁଦୃଢ଼ କରେ। ଶୁଣିବାକୁ ତ ବହୁତ ଭଲ ଲାଗୁଛି, କିନ୍ତୁ ଗୋଟେ କଥା ଚିନ୍ତା କରନ୍ତୁ। ଶାନ୍ତ ପରିବେଶରେ ଦର୍ଶନଶାସ୍ତ୍ର ବହୁତ ଭଲ ଲାଗେ, କିନ୍ତୁ ଆଜିର ପରୀକ୍ଷା କେନ୍ଦ୍ର ଗୋଟେ ଯୁଦ୍ଧକ୍ଷେତ୍ର ଭଳି। ହଁ, ସେଇଟା ତ ସତ କଥା। ମୋର କହିବାର ଅର୍ଥ ହେଉଛି, ଯେମିତି ଗୋଟିଏ ମୋବାଇଲ ଫୋନ୍ ହ୍ୟାଙ୍ଗ ହୋଇଗଲେ ଅପରେଟିଂ ସିଷ୍ଟମ ଅପଡେଟ୍ ଦରକାର ହୁଏ, ସେମିତି ପରୀକ୍ଷା ବେଳେ ପିଲାଙ୍କୁ ହଠାତ୍ ପ୍ୟାନିକ୍ ଆଟାକ୍ ଆସିଲେ ଏ ପୁରାତନ ଦର୍ଶନଶାସ୍ତ୍ର ସେହି ମୁହୂର୍ତ୍ତରେ କେମିତି ସାହାଯ୍ୟ କରିବ, କେମିତି ମସ୍ତିଷ୍କକୁ ରିବୁଟ୍ କରିବ। ବହୁତ ସୁନ୍ଦର ଉଦାହରଣଟିଏ ଦେଲେ। ଏଇଠି ହିଁ ଅସଲ କଥା ଆସୁଛି। ଏହି ପାଠ୍ୟକ୍ରମରେ ଥିବା ସାଧନା ପ୍ରକ୍ରିୟା ହେଉଛି ସେହି ସଫ୍ଟୱେର୍ ପ୍ୟାଚ୍, ଯାହା କ୍ରାଶ୍ ହେଉଥିବା ସିଷ୍ଟମକୁ ରିବୁଟ୍ କରିଥାଏ। ଏଥିରେ ପ୍ରମାଣ, ଦୃଷ୍ଟାନ୍ତ ଆଉ ସାଧନା ପଦ୍ଧତି ବ୍ୟବହାର କରାଯାଏ। ଆଚ୍ଛା, ପ୍ରମାଣ, ଦୃଷ୍ଟାନ୍ତ ଆଉ ସାଧନା, ଏହା ଟିକେ ଖୋଲିକି କହିବା କି ଏହା କେମିତି କାମ କରେ? ନିଶ୍ଚୟ। ପ୍ରଥମେ ପ୍ରମାଣ ବା ପ୍ରାଚୀନ ସିଦ୍ଧାନ୍ତ ବୁଝାଯାଏ, ତାପରେ ଦୃଷ୍ଟାନ୍ତ ଦିଆଯାଏ। ଉଦାହରଣ ସ୍ୱରୂପ, ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କର ପ୍ୟାନିକ୍ କରିବାର ଐତିହାସିକ ଦୃଷ୍ଟାନ୍ତ। ମାନେ ପିଲାମାନେ ବୁଝିବେ ଯେ ସର୍ବଶ୍ରେଷ୍ଠ ଯୋଦ୍ଧା ମଧ୍ୟ ଅତ୍ୟଧିକ ଚାପରେ ଭୟଭୀତ ହୋଇପାରନ୍ତି। ବାପ୍ରେ, ଏଇଟା ଗୋଟେ ବହୁତ ଭଲ ଉଦାହରଣ। ଏଥିରୁ ପିଲାମାନେ ନିଜ ସମସ୍ୟାକୁ ଯୋଡ଼ି ପାରିବେ। ଆଉ ତାପରେ ସାଧନା ବିଷୟରେ କ'ଣ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହେଉଛି ସାଧନା। ଏହା କେବଳ କୌଣସି ଉପଦେଶ ନୁହେଁ, ବରଂ ଏକ ମାପଯୋଗ୍ୟ ବ୍ୟବହାରିକ କାର୍ଯ୍ୟ। ଧରନ୍ତୁ, ପରୀକ୍ଷା ହଲ୍ରେ ପ୍ରଶ୍ନପତ୍ର ଦେଖି ଛାତ୍ରଟିର ହୃଦୟ ସ୍ପନ୍ଦନ ବଢ଼ିଯାଉଛି। ହଁ, ଏମିତି ତ ପ୍ରାୟ ପିଲାଙ୍କ ସହ ହୁଏ ପରୀକ୍ଷା ସମୟରେ। ତେବେ ସେତେବେଳେ ସାଧନା ଅନୁଯାୟୀ ସେ ପ୍ରଶ୍ନପତ୍ର ଖୋଲିବା ପୂର୍ବରୁ କେବଳ 2 ମିନିଟ୍ ପାଇଁ ନିଜ ଶ୍ୱାସକ୍ରିୟା ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରିବ। ଏହି ଛୋଟ ଅଭ୍ୟାସଟି ତାର ସ୍ନାୟୁ ପ୍ରଣାଳୀକୁ ତୁରନ୍ତ ଶାନ୍ତ କରିଦିଏ। ଏମିତି ଅନେକ ଛୋଟ ଛୋଟ ଅଭ୍ୟାସ ଅଛି। ଏଇ ବ୍ୟବହାରିକ ଟୁଲ୍ କିଟ୍ ସତରେ ବହୁତ ପ୍ରଭାବଶାଳୀ ଲାଗୁଛି। କିନ୍ତୁ ଆମ ବିଦ୍ୟାଳୟ ଆଉ କଲେଜଗୁଡ଼ିକର ସିଲାବସ୍ ପୂର୍ବରୁ ହିଁ ବହୁତ ବ୍ୟସ୍ତବହୁଳ। ଏମିତି ସ୍ଥିତିରେ ସେମାନେ ଏହାକୁ ଲାଗୁ କେମିତି କରିବେ? କ'ଣ ଏଥିପାଇଁ ଅଲଗା ସମୟ ଦରକାର? ଆଦୌ ନୁହେଁ। NIP 2020ର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହାକୁ ସିଧାସଳଖ ମୂଲ୍ୟଯୁକ୍ତ ପାଠ୍ୟକ୍ରମ ବା ଭ୍ୟାଲ୍ୟୁ ଆଡେଡ୍ କୋର୍ସ ଏବଂ ଜୀବନ କୌଶଳ ମଡ୍ୟୁଲ୍ ଭାବରେ ସ୍କୁଲ ଓ କଲେଜରେ ସାମିଲ କରାଯାଇପାରିବ। ଓହୋ,
ମାନେ ଶିକ୍ଷାନୁଷ୍ଠାନ ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ? ସମ୍ପୂର୍ଣ୍ଣ ଠିକ୍। ଶିକ୍ଷାନୁଷ୍ଠାନଗୁଡ଼ିକ ଅଲଗା କୌଣସି ବୋଧ ନ ନେଇ ପ୍ରଶିକ୍ଷିତ ମାର୍ଗଦର୍ଶକଙ୍କ ସାହାଯ୍ୟରେ ସାପ୍ତାହିକ କର୍ମଶାଳା ମାଧ୍ୟମରେ ଏହାକୁ ପିଲାଙ୍କ ପାଖରେ ପହଞ୍ଚାଇ ପାରିବେ। ଏହା ଆମର ଏକାଡେମିକ୍ କ୍ରେଡିଟ୍ ସିଷ୍ଟମ ସହିତ ସମ୍ପୂର୍ଣ୍ଣ ଖାପ ଖାଉଛି। ତାହେଲେ ଆମେ କହିପାରିବା ଯେ ଏହାର ମୂଳ ଉଦ୍ଦେଶ୍ୟ କେବଳ କିଛି ଡିଗ୍ରୀଧାରୀ ଯନ୍ତ୍ର ତିଆରି କରିବା ନୁହେଁ, ବରଂ ଶାରୀରିକ, ମାନସିକ ଓ ନୈତିକ ଦୃଷ୍ଟିରୁ ସୁଦୃଢ଼ ଏମିତି ଏକ ବୀର ବିଦ୍ୟାର୍ଥୀ ଗଠନ କରିବା ଯିଏ ପରିସ୍ଥିତିର ଶିକାର ନ ହୋଇ ନିଜ ଭାଗ୍ୟର ବିଧାତା ନିଜେ ହେବ। ବିଲକୁଲ। ଭାଙ୍ଗି ପଡ଼ିବା ବୋଧହୁଏ ମଣିଷର ପ୍ରକୃତି, କିନ୍ତୁ ସେମିତି ପଡ଼ି ରହିବା ଏକ ବ୍ୟକ୍ତିଗତ ଚୟନ। ଏହି ପାଠ୍ୟକ୍ରମ ପିଲାଙ୍କୁ ଉଠି ଠିଆ ହେବାର ସାହସ ଦେଇଥାଏ। ସତରେ ଏହା ଏକ ଗଭୀର ଆଲୋଚନା ଥିଲା। ଏବେ ଶେଷରେ ଗୋଟେ କଥା ଚିନ୍ତା କରିବାର ଅଛି। ଯଦି ପ୍ରାଚୀନ କାଳର ମହାନ ଯୋଦ୍ଧାମାନେ ଭୟଙ୍କର ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ନିଜ ମନକୁ ସମ୍ପୂର୍ଣ୍ଣ ଶାନ୍ତ ରଖିବା ଶିଖୁଥିଲେ, ତେବେ ଆଜିର ଯୁବପିଢ଼ି କାହିଁକି ନୁହେଁ? ହଁ, ଆଜିର ଡିଜିଟାଲ ଯୁଗରେ ସଂଗ୍ରାମ କରୁଥିବା ଯୁବପିଢ଼ି ଗୋଟିଏ କୋଳାହଳପୂର୍ଣ୍ଣ ପରୀକ୍ଷାଗାର ଭିତରେ ବସି ମଧ୍ୟ ଜଙ୍ଗଲର ସେହି ନୀରବତା ଏବଂ ସ୍ଥିରତା ଖୋଜି ପାଇବା ପାଇଁ ନିଶ୍ଚୟ ପ୍ରୟାସ କରିବା ଆବଶ୍ୟକ। ଏହି ଆଭ୍ୟନ୍ତରୀଣ ଶକ୍ତି ଏପରି ଏକ ଅସ୍ତ୍ର ଯାହାକୁ ପ୍ରତ୍ୟେକ ଯୁବବର୍ଗ ନିଜ ଭିତରେ ଜାଗୃତ କରିବାର ସମୟ ଏବେ ଆସିଯାଇଛି। ଆଜିର ଏହି ଡିପ୍ ଡାଇଭ୍ ଆମେ ଏତିକିରେ ରଖିବା।